ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡିରେ। ଆଜିର ଭିଡିଓରେ କଥା ହେବା ଓଡ଼ିଶାର 5ଟି ଶ୍ରେଷ୍ଠ ହିଲ୍ ଷ୍ଟେସନ ବିଷୟରେ। ପ୍ରଥମଟି ଦାରିଙ୍ଗବାଡ଼ି। ପ୍ରାୟତଃ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ହେଉଛି ରାଜ୍ୟର ସବୁଠାରୁ ଲୋକପ୍ରିୟ ପାହାଡ଼ ନିବାସ। ପାଇନ୍ ଜଙ୍ଗଲ, ଜଳପ୍ରପାତ ଏବଂ କଫି ଉଦ୍ୟାନ ଦ୍ୱାରା ଘେରି ରହିଥିବାରୁ ଏହା ବର୍ଷସାରା ଏକ ଥଣ୍ଡା ଜଳବାୟୁ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରଦାନ କରେ। ତପ୍ତପାଣି। ଏହାର ପ୍ରାକୃତିକ ଗରମ ଗନ୍ଧକ ଝରଣା ପାଇଁ ପ୍ରସିଦ୍ଧ। ତପ୍ତପାଣି ସବୁଜ ପାହାଡ଼ ମଧ୍ୟରେ ଅବସ୍ଥିତ। ଏହାର ଆରୋଗ୍ୟକାରୀ ଜଳ, ଆଦିବାସୀ ସଂସ୍କୃତି ଏବଂ ସୁନ୍ଦର ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ଦୃଶ୍ୟ ପାଇଁ ଜଣା। ଦ୍ୱିତୀୟତଃ ମହେନ୍ଦ୍ରଗିରି ପାହାଡ଼। ଏହି ପ୍ରାଚୀନ ଏବଂ ପବିତ୍ର ପାହାଡ଼ମାଳା ମହାଭାରତର ପୌରାଣିକ କାହାଣୀ ସହିତ ଜଡ଼ିତ। ଏହା ମନୋରମ ଦୃଶ୍ୟ, ସବୁଜ ଏବଂ ଟ୍ରେକିଂ ଏବଂ ଧ୍ୟାନ ପାଇଁ ଏକ ଶାନ୍ତିପୂର୍ଣ୍ଣ ପରିବେଶ ପ୍ରଦାନ କରେ। ଦେଓମାଳି ପାହାଡ଼। ଓଡ଼ିଶାର ସର୍ବୋଚ୍ଚ ଶିଖର ଦେଓମାଳି ପ୍ରାୟ 1672 ମିଟର ଉଚ୍ଚ। ଏହା ଦୁଃସାହସିକ ଟ୍ରେକିଂ, କ୍ୟାମ୍ପିଂ ଏବଂ ପୂର୍ବଘାଟର ପାନୋରମା ଦୃଶ୍ୟ ପ୍ରଦାନ କରେ। ଡୁଙ୍ଗୁରିବେଡ଼ା। ଦକ୍ଷିଣ ଓଡ଼ିଶାର ଏକ ଲୁକ୍କାୟିତ ରତ୍ନ। ଡୁଙ୍ଗୁରିବେଡ଼ା ଘନ ଜଙ୍ଗଲ, ଜଳପ୍ରପାତ ଏବଂ ଆଦିବାସୀ ଗ୍ରାମ ଦ୍ୱାରା ଘେରି ରହିଛି। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଭିଡ଼ିଓଟିକୁ ଲାଇକ୍ କରିଦେବ, ଭିଡ଼ିଓକୁ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି ଦେଖା ଆଗାମୀ ଭିଡ଼ିଓରେ। ନମସ୍କାର।